ତୃତୀୟ ଶ୍ରେଣୀ ପିଲା ଆଜି ଆମେ ଜଣା ଅଜଣା ବହିର ପ୍ରଥମ ପାଠ ନା ହେଲା ଘରେ ବାହାରେ ରାସ୍ତାରେ। ହେଲା, ଘର ସମସ୍ତଙ୍କର ଅଛି, ବାହାର ମାନେ ତମର ଦାଣ୍ଡ ବାରି ସବୁ ଅଛି, ରାସ୍ତା ମାନେ ଯୋଉପଟେ ତମେ ଚାଲୁଛ। ହେଲା, ତା ଦେହରେ ଆମେ ସବୁଦିନ ଦେଖ ଏ ଚିତ୍ରଟାକୁ, ଏଠି କେମିତି ଆମେ ସବୁ ଘରେ କିଏ କିଏ ରହେ? ବାପା ବୋଉ ଜେଜେ ଜେଜେମା ଭାଇ ଭଉଣୀ ଦାଦା ଖୁଡି ବଡ ବାପା ବଡ ବୋଉ କେତେ କିଏ। ତା ଭିତରେ ଆମେ ସବୁଦିନ ଠାକୁର ମନ୍ଦିରକୁ ଯାଏ। ଆମେ ଦେଖ ଏଇ ଚିତ୍ରଟାରେ ଆମେ ବାପା ବୋଉ ଭାଇ ଭଉଣୀ ସମସ୍ତେ ଆମେ ବସି ଠାକୁରଙ୍କୁ ପ୍ରାର୍ଥନା କରୁଛୁ। ତାପରେ ଆମେ ଏକାଠି ସବୁ ଖାଇବା ଘରେ। ଦେଖ ବାପା ବୋଉ ତମେ ଭାଇ ଭଉଣୀ ଦି ଜଣ ଯାକ ମୁନି ଘର ସବୁ ଖାଉନ୍ତି, ମୁନି ଭଉଣୀ ମୁନି ଦି ଜଣ ଯାକ ଖାଉନ୍ତି। ତାପରେ ଏଠି ପାଠ ପଢିବା ଆମେ, ବାପା ବୋଉ ମୁନି ମୁନି ଭାଇକି ପାଠ ପଢଉଛନ୍ତି। ଏଠି ଦେଖ କେମିତି ତାଙ୍କ ବାରିଆଡେ ମାମୁନି ଘର କେମିତି ପାଣି ଦଉଛନ୍ତି, ସବୁ ବଗିଚା ସଫା କରୁଛନ୍ତି। ମାମୁନି ଭଉଣୀ ଆଉ ମାମୁନି ଭାଇ ସମସ୍ତେ ମିଶିକିରି ବଗିଚା ସଫା କରି ପାଣି ଦଉଛନ୍ତି, ବାପା ବୋଉ ସମସ୍ତେ। ତାପରେ ଆମେ ଦେଖ ତମ ଗାଁ ମୁଣ୍ଡରେ ଯୋଉ ଟ୍ୟାପ ଲାଗିଛି, ଆମ ସ୍କୁଲରେ ଟ୍ୟାପ ଲାଗିଛି, ସବୁ ପାଣି ତମ ଗାଁର ଲୁଣି, ତେଣୁ ଏଠୁ ନେଇକି ବିଶୁଦ୍ଧ ପାଣି ମିଳୁଛି। ଏଥିରୁ ସବୁ ଲାଇନରେ ବା ଧାଡିରେ ସବୁ ଶୃଙ୍ଖଳା ରକ୍ଷା କରି ନେବ, କେବେ ଗଣ୍ଡଗୋଳ କରିବନି, ବାଡିଆ ପିଟା ହବନି। ହେଲା, ଏଥିରୁ ତମେ କଣ ଶିଖିଲ? ସମାଜରେ ବା ବାହାରେ ଚଳିବାକୁ ହେଲେ ଆମର ଶୃଙ୍ଖଳାଗତ ରକ୍ଷା କରିବା ଠିକ। ସ୍କୁଲରେ ବି ଶୃଙ୍ଖଳାରେ ତମେ ରହିବା ଉଚିତ, ପ୍ରାର୍ଥନାରେ ଧାଡିରେ ରହିବା ଉଚିତ। ହେଲା, ଏଠି ଦେଖ କଣ୍ଟ୍ରୋଲ ସାମଗ୍ରୀ କେମିତି ଦିଆହଉଛି। ଏଠି ସବୁ ତମ ବାପା ମାନେ ଲାଇନ କରି ଶୃଙ୍ଖଳାରେ ଭାଇ ମାନେ ସବୁ କଣ୍ଟ୍ରୋଲ ସାମଗ୍ରୀ ଆଣୁଛନ୍ତି। ଏଠି ଦେଖ ବସଟା ଥୁଆ ହେଇଛି, ଲଗେଜ ଧରି ସବୁ ତମ ବାପା ବୋଉ ଆମ ସବୁ ପଡିଶା ଘର ଲୋକ, ସମାଜରେ କେତେ ଲୋକ ସବୁ ଶୃଙ୍ଖଳା ରକ୍ଷା କରିକିରି ତା ଉପରକୁ ଚଢୁଛନ୍ତି। ଏଥିରୁ ପିଲା ତମେ କଣ ଶିଖିଲ କହିଲ? ଏଥିରୁ ତମେ ଶିଖିଲ, ମୁଁ କହିନଉଛି ଯେ ଆମେ ସମାଜରେ ବଞ୍ଚିବାକୁ ହେଲେ ଶୃଙ୍ଖଳା ସହିତ ଆମେ ରକ୍ଷା କରିବା ଉଚିତ, ନହେଲେ ଆମେ ବିଶୃଙ୍ଖଳା ହେଲେ ବାଡିଆ ପିଟା ହେଲେ ଆମକୁ ପୋଲିସ ବାନ୍ଧି ନେବ। ହେଲା, ତମେ ଜେଲ ଦଣ୍ଡ ଭୋଗିବ ଜମା। ଏଟା ଭଲ। ତାପରଟା ହଉଛି ଦେଖ ଡାକ୍ତରଖାନାରେ ଗୋଟେ ଜାଗାରେ କେମିତି ଡାକ୍ତରଙ୍କୁ ସବୁ ଛିନଛତ୍ର ଏପଟ ସେପଟ ହେଇକିରି କେମିତି ଦେଖଉଛନ୍ତି, ଆଉ ଗୋଟେ ଜାଗାରେ ଲାଇନରେ ଛିଡା ହେଇ ଯାହା ନମ୍ବର ଯେତେବେଳେ ପଡିବ ସେଟା ଆଥିରୁ କୋଉଟାକ ଭଲ କହିପାରିବନି। ଧାଡିରେ ଛିଡା ହେଇକିରି ଶୃଙ୍ଖଳାର ସହିତ ନବାଟା, ଯାହା ନମ୍ବର ଯେତେବେଳେ ପଡିବ ସେତେବେଳେ ସେଟା ନବାଟା ଠିକ। ଏଥିରୁ ତମେ ବୁଝିଲ ଉପର ଚିତ୍ର ତଳ ଚିତ୍ର। ଆମର ସମାଜରେ ବଞ୍ଚିବାକୁ ହେଲେ ଆମକୁ କେତେ ଶୃଙ୍ଖଳିତ ହେବାକୁ ପଡେ, ତେଣୁ ଶୃଙ୍ଖଳା ରକ୍ଷା କଲେ। ତା ପିଲେ ଏଥର ଆମେ ଅଭ୍ୟାସ କରିବା। ହେଲା, ଦେଖ 1 ନମ୍ବରରେ ଲେଖା ହେଇଛି, ତଳେ କଥା ଗୁଡ଼ିକରୁ ତୁମେ ଯେଉଁ କଥା ଗୁଡ଼ିକ ଭଲ ବୋଲି ଭାବୁଛ ସେଗୁଡ଼ିକୁ ପାଖ ବାକ୍ସରେ ଠିକ ଚିହ୍ନ ଦବ। ଆଗ ହାତ ଟେକ, ତାପରେ ଠିକ ଚିହ୍ନ। ହେଲା, ଆଚ୍ଛା କହିଲ, ପିତା ମାତାଙ୍କ କଥା ମାନି ଚଳିବା, ଚଳିବା ନା ଚଳିବାନି? ଚଳିବା। ହେଲା, ବହି ପତ୍ର ଏଣେ ତେଣେ ଫୋପାଡିବା, କେବେ ଫୋପାଡିବନି ପିଲେ। ଏଣେ ତେଣେ ଫୋପାଡିଲେ ତମେ ପଢିବ କେମିତି? ତାପରେ ଘରେ ଭାଇ ଭଉଣୀଙ୍କ ସହ ମାଡପିଟି କରିବା, ସେଇଟା ହେଲା ବିଶୃଙ୍ଖଳିତ। ତେଣୁ ତମେ ଭାଇ ଭଉଣୀଙ୍କ ସହିତ ପରସ୍ପର ସ୍ନେହ କରି ଚଳିବ। ହେଲା, ଠିକ ସମୟରେ ସ୍କୁଲକୁ ଯିବା। କହିଲୁ ମୁନି? ଠିକ ସମୟରେ ସ୍କୁଲକୁ ଆସିବ, ଡେରିରେ କରି ଭଲ ନୁହଁ। ଭାଇ ଭଉଣୀଙ୍କୁ ସ୍ନେହ କରିବା, ଏଇଟା ମଧ୍ୟ ଠିକ। ହେଲା, ଗଣ୍ଡଗୋଳ କରିବନି। ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଣାମ କରିବା। ପ୍ରଣାମ କରିବ ଅତିଥି, କେବେ ତାଙ୍କୁ ଅସମ୍ମାନ କରିବନି। ହେଲା, ଶ୍ରେଣୀ ଗୃହରେ ଶିକ୍ଷକ ପଢାଉଥିବା ସମୟରେ ସାଙ୍ଗମାନଙ୍କ ସହ ମାଡଗୋଳ କରିବା, ଏଇଟା କେବେ ଠିକ ନୁହଁ, ଏଇଟା ଭୁଲ। ସ୍ୱାଧୀନତା ଦିବସରେ ବଣ୍ଟା ହେଉଥିବା ମିଠେଇକୁ ଧାଡି ବାନ୍ଧି ଛିଡା ହୋଇ ନେବା, ଏଇଟା ହେଲା ଠିକ। ଶ୍ରେଣୀ ବାହାରେ ସମସ୍ତ ଛାତ୍ରଛାତ୍ରୀଙ୍କର ଚପଲକୁ ଧାଡିରେ ସଜାଡି ରଖିବା, ଏଇଟା ବି ଠିକ। ଆମର ସବୁଦିନ ରୁହେ ଧାଡି ହୋଇ। ନିଜ ଖେଳଣାକୁ ସାଙ୍ଗସାଥୀଙ୍କୁ ନ ଦେବା, ଏଇଟା ଭୁଲ। ଆମର ସ୍କୁଲ ଖେଳଣା ସମସ୍ତେ ମିଶିଛି ଖେଳିବ ନା। ବିଦ୍ୟାଳୟରୁ ଫେରି ନିଜ ପୋଷାକ ବହି ଚପଲକୁ ଉପଯୁକ୍ତ ସ୍ଥାନରେ ରଖିବା, ଏଇଟା ଠିକ। ଦୋକାନରୁ ଜିନିଷ କିଣିବା ବେଳେ ନିଜର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଠେଲାପେଲା କରିବା, ଏଇଟା ଭୁଲ। ଶୋଭାଯାତ୍ରାରେ ଗଲାବେଳେ
ଶୃଙ୍ଖଳାର ସହ ଧାଡ଼ି ବାନ୍ଧି ଯିବା, ଏଇଟା ହେଲା ଠିକ୍। ଶ୍ରେଣୀରେ ଶିକ୍ଷକ ପଢ଼ାଉଥିବା ବେଳେ ଗପ କରିବା, ଏଇଟା ଭୁଲ ପିଲେ, ଗପ କରିବନି, ମନ ଦେଇ ଶୁଣିବ। ଭୋଜିରେ ଠେଲାପେଲା କରି ଖାଇବାକୁ ଚେଷ୍ଟା କରିବା ନାହିଁ, ଏଇଟା ଠିକ୍। ଖାଇସାରି ଆଗେ ନା ଉଠି ସମସ୍ତଙ୍କ ସାଙ୍ଗରେ ଉଠିବା, ଠିକ୍। କରି ହାତ ଧୋଇବା। ରାସ୍ତା କଥା ଆମେ ପଢିବା, ଯାନବାହନ କଥା ପଢିବା। ଯାନବାହନ ସବୁ ରାସ୍ତାରେ ନିଜ ବାବନ ପାଟେ ଯାଆନ୍ତି, ଦେଖିଥିବ। ରାସ୍ତାରେ ଗଲାବେଳେ ଆମେ ସାବଧାନତାର ସହ ରାସ୍ତା କଡ଼ରେ ଚାଲିବା, କେବେ ଡାହାଣ ପଟେ ଯିବନି। ରାସ୍ତା ପାରି ହେବା ସମୟରେ ବାମ ଓ ଡାହାଣ ଉଭୟ ପାର୍ଶ୍ୱକୁ ଦେଖିକିରି ତମେ ପାରି ହବ। ସାଙ୍ଗସାଥୀଙ୍କ ସହ ଚାଲିଲା ବେଳେ ଦଳ ବାନ୍ଧି ଚାଲିବା ନାହିଁ, ଏଇଟା ଠିକ୍। ତାପରେ ସାଇକେଲରେ ଯିବା ସମୟରେ ଦଳ ବାନ୍ଧି ଯିବା ନାହିଁ, କାରଣ ଗାଡ଼ି ଆକ୍ସିଡେଣ୍ଟ ହବ। ସ୍କୁଟର ମୋଟର ସାଇକେଲରେ ଗଲାବେଳେ ଚାଳକ ହେଲମେଟ୍ ବ୍ୟବହାର କରିବେ, ଏଇଟା ହେଲା ଠିକ୍। ରାସ୍ତାରେ ଗଲାବେଳେ ଅନ୍ୟମନସ୍କ କେବେ ରହିବ ନାହିଁ, ଏଇଟା ଠିକ୍। ରାସ୍ତା ମଝିରେ ଖେଳିବ ନାହିଁ, ଠିକ୍। ରାସ୍ତା ମଝିରେ ଛିଡ଼ା ହୋଇ ଗପିବ ନାହିଁ, ଠିକ୍। ରାସ୍ତାରେ କଦଳୀ ଚୋପା ଅଳିଆ ପକାଇବ ନାହିଁ, ଠିକ୍। ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କରିବା ନାହିଁ, ଏଇଟା ହେଲା ଠିକ୍ ହେଲା। ତା ପରବର୍ତ୍ତୀ ହେଲା, ଆହୁରି ମଧ୍ୟ ଏଇଭଳି ନିୟମ ମାନିବା ପାଇଁ ରାସ୍ତା କଡ଼ରେ କେତେକ ସଂକେତ ଦିଆଯାଇଥାଏ। ଆସ ସେଥିମଧ୍ୟରୁ କେତୋଟି ସଂକେତ ବିଷୟରେ ଜାଣିବା ହେଲା। ଏଇ ଯୋଉ ଚିତ୍ର ଦେଖୁଛ, ଏଇଟା ହେଲା ଆମର ଦୂରତା ପଥର। ଯୋଉ ଦେଖିଥିବ କିଲୋମିଟର ସବୁ ଲେଖା ହେଇଥାଏ ବାଟରେ, ମାଇଲ ଖୁଣ୍ଟ, ସେଟା ହେଲା ଦୂରତା ପଥର। ତାପରଟା ଦେଖ, ତାପରେ ଲେଖା ହେଇଛି ଯୋଉ ଏମିତି ଲେଖା ହେଇଛି କ୍ଲୋଜ, ଇଂଲିଶରେ ଲେଖା ହେଇଛି। ତାପରେ ଏପଟେ ଲେଖା ହେଇଛି ଆଗରେ ରାସ୍ତା ମରାମତି ହୋଇଛି, ରାସ୍ତା ବନ୍ଦ। ଏଇ ଚିତ୍ର ଥିଲେ তুমি ଜାଣିବ। ତାପର ଚିତ୍ରଟା ଦେଖ, ଯୋଉ ଲେଖା ହେଇଛି ରଥପୁର, ସେଟା ହେଲା ଗାଁର ନାମ। ତାପରଟା ଦେଖ, ଆଗରେ ସ୍କୁଲ ଅଛି, ଗାଡ଼ି ଧୀରେ ଧୀରେ ଚଳାଅ। ଏଠି କେମିତି ସ୍କୁଲ ପିଲାମାନେ ଯାଉଛନ୍ତି କାନ୍ଧରେ ବ୍ୟାଗ ପକେଇ ତମମାନଙ୍କ ପାଇଁ। ତାପର ପାଖକୁ ଯିବା। ତାପରେ ଦେଖ, ଆଗରୁ ରାସ୍ତା ବାମ ପଟକୁ ବୁଲିଛି, ଏଇ ଚିହ୍ନ ଥିଲେ ଜାଣିବ। ତାପରେ ଆଗରେ ହମ୍ପ ଅଛି, ଗାଡ଼ି ଧୀରେ ଧୀରେ ଚଳାଅ, ଏଇ ଚିତ୍ରଟା ଥିଲେ ଜାଣିବ। ତାପରେ ଆଗରେ ଅଣଓସାରିଆ ପୋଲ ଅଛି, ଅନ୍ୟ ଗାଡ଼ି ଆସୁଥିବାକୁ ଅପେକ୍ଷା କର, ଏଇ ଚିତ୍ରଟା ଥିଲେ ଦେଖିବ। ଏଇ ଚିତ୍ରକୁ ଦେଖ ହେଲା। ଆଗରେ ଅଣଓସାରିଆ ରାସ୍ତା ଅଛି, ଧୀରେ ଧୀରେ ଗାଡ଼ି ଚଳାଅ, ଏଇ ଚିତ୍ର ଥିଲେ ଜାଣିବ। ତାପରେ ଅଛି ଆଗରେ ଫାଟକ ଥିବା, ଲେବୁଲ କ୍ରସିଂ, ଫାଟକ ବନ୍ଦ ଥିଲେ ଅପେକ୍ଷା କର, ଏଇ ଚିତ୍ର ଥିଲେ ଜାଣିବ। କାରଣ ଆଗକୁ ରେଳ ଗାଡ଼ି ଆସୁଛି, ସେଥିପାଇଁ ଲେବୁଲ କ୍ରସିଂଟା ଥାଏ। ଆଗରେ ଜଗୁଆଳି ନାହିଁ କି ଫାଟକ ନାହିଁ, ଗାଡ଼ିକୁ ରଖି ଲାଇନ ପାରି ହୁଅ, ଏଇ ସବୁ ଚିତ୍ର ଥିଲେ ହେଲା। ଜଗୁଆଳି ନାହିଁ କି ଫାଟକ ନାହିଁ, ଗାଡ଼ିକୁ ଦେଖି ଲାଇନ ପାରି ହୁଅ ହେଲା, ଏଇ ଚିତ୍ର ଥିଲେ ଜାଣିବ। ତାପରେ ଜେବ୍ରା କ୍ରସିଂ, ଏଇଠାରେ ପଦଚାରୀ ମାନେ ରାସ୍ତା ପାରି ହୁଅନ୍ତି, ଏଇ ଚିତ୍ର ଥିଲେ ତମେ ଜାଣିବ। ପିଲା ଏବେ ତର ଜାଣିଲ। ରାସ୍ତାରେ ଯିବା ବେଳେ ଏଇ ସବୁ ସଂକେତ ଦେଉଥିବା ସୂଚନାକୁ ନ ମାନିଲେ କ'ଣ ଅସୁବିଧା ହେବ ଲେଖ। ଦେଖ ପିଲେ, ଏଇ ସବୁ ଚିତ୍ର ଯଦି ଯୋଉ ସଂକେତ ସବୁ ପଢିଲ, ସେଇ ସଂକେତ ଗୁଡ଼ା ଯଦି ନ ମାନିବ ତାହେଲେ କ'ଣ ହବ, ଏଇ ଚିତ୍ରଟାକୁ ଦେଖ। ଚିତ୍ର ଦେଖି ସହରାଞ୍ଚଳରେ ଟ୍ରାଫିକ ପୋଲିସ ଯାନବାହନ ଯାତାୟାତ କିପରି ନିରୀକ୍ଷଣ କରୁଛନ୍ତି ଦେଖ। ପିଲେ ଆମ କୋଣାର୍କରେ ବି ଦେଖିଛ ଟ୍ରାଫିକ ପୋଲିସ କେମିତି ଧଳା ଧଳା ଡ୍ରେସ୍ ପିନ୍ଧି ଗୋଲେଇ ଛକ ମାନଙ୍କରେ ସବୁ ଏମିତି ଗୋଟେ ଗୋଟେ ଗୋଲେଇ ଛକ ହେଇଥାଏ, ତାପରେ ଏଠି ଏଠି ମାନେ ଖୁଣ୍ଟି ହେଇଥାଏ, ତା ତଳେ ଠିଆ ହେଇଥାନ୍ତି ଟ୍ରାଫିକ ପୋଲିସ ସବୁ ହାତ ଦେଖି ହୁଇସିଲ ମାରିଥାନ୍ତି। କୋଉ ପଟୁ ଗାଡ଼ି ଯିବ, କୋଉ ପଟୁ ନ ଯିବ, ଷ୍ଟପ୍, ଚାଲ ସବୁ ଚାଲି ଦେଖାଉଥାନ୍ତି, ସେଇଆକୁ ଦେଖିକି ତମେ ଚାଲିବ, ନହେଲେ ନାହିଁ ଗାଡ଼ି ଆକ୍ସିଡେଣ୍ଟ ହବାର ସମ୍ଭାବନା। ଯୋଉ ଟ୍ରାଫିକ ପୋଲିସ ପିଲା ଛିଡ଼ା ହୁଅନ୍ତି, ଦେଖାନ୍ତି ସେଠି ଗୋଟେ ଗୋଟେ ଖୁଣ୍ଟ ଦିହରେ ନାଲି ଲାଇଟ, ହଳଦିଆ ପିଲା। ତାପରେ ଦେଖ ଅଭ୍ୟାସ, ଧାଡ଼ିରେ ରହିବା ନିୟମଟି କେଉଁଠାରୁ ଉପଯୋଗୀ, ସେଥିରେ ଠିକ୍ ଚିହ୍ନ ଦିଅ ହେଲା। ମୁଁ କହିନଉଛି, ତମେ ସବୁ ଶୁଣ। ପ୍ରାର୍ଥନା ସ୍ଥଳରେ ତମେ ଧାଡ଼ିରେ ରହିବ। ଖେଳ ପଡ଼ିଆରେ ଖେଳିବା ବେଳେ ତମେ ଧାଡ଼ିରେ ରହିବନି। ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ଧାଡ଼ିରେ ରହିବ। ରାସ୍ତାରେ ଏକୁଟିଆ ଚାଲିଲା ବେଳେ ରହିବନି, ଏକୁଟିଆ ତ ଚାଲିବ, ରହିବ କ'ଣ। ଟ୍ରେନ ବା ବସରେ ଚଢ଼ିବା ବେଳେ
ଧାଡ଼ିରେ ରହିବ। ସାଧାରଣତନ୍ତ୍ର ଦିବସରେ ଗାଁ ବା ସହର ପରିକ୍ରମା ସମୟରେ ରହିବ ଧାଡ଼ିରେ। ମେଳାରେ ବୁଲୁଥିବା ସମୟରେ ରହିବନି। ତାପରେ ଦେଖ, ଡାକ୍ତରଖାନାରେ ଚିକିତ୍ସା ବେଳେ ଧାଡ଼ିରେ ରହିବ। ବଗିଚାରେ ଘାସ ବାଛିଲା ବେଳେ ରହିବନି। ଶ୍ରେଣୀରେ ଦଳଗତ ଶିକ୍ଷଣ କାର୍ଯ୍ୟ କଲାବେଳେ ରହିବନି। ପୂଜା ଉତ୍ସବ ବେଳେ ଠାକୁର ଦର୍ଶନ ବେଳେ ଠାକୁର ଦର୍ଶନ ବେଳେ ନେବା ବେଳେ ବି ଧାଡ଼ିରେ ରହିବ। ରେଳ ଷ୍ଟେସନରେ ଟିକେଟ ବାଣ୍ଟିବା ସମୟରେ ଧାଡ଼ିରେ ରହିବ। ବିଦ୍ୟାଳୟର ଛୁଟି ଘଣ୍ଟା ବାଜିଲେ ଶ୍ରେଣୀ କକ୍ଷରୁ ବାହାରିବା ବେଳେ ଧାଡ଼ିରେ ରହିକିରି ଶ୍ରେଣୀ କକ୍ଷରୁ ବାହାରିବ। ହେଲା, କେତେ ନାଲି ନେଲୁ ବେଲୁନ, ଏଠି ଗୋଟେ ବେଲୁନ ବାଲା ଧରିକିରି ବୁଲୁଛନ୍ତି। ଆ ଦେହରୁ ଆମେ କୋଉ ବେଲୁନଟା ତମେ କିଏ ପସନ୍ଦ କରିବ ମତେ ହାତ ଟେକି ଜଣେଇବ। ହେଲା, କୁହ। ସକାଳେ ପ୍ରାର୍ଥନା କରିବା, ଏଇଟା କାହାର ପସନ୍ଦ କୁହ? ଏଇଟା ଠିକ ହେଲା, ଯାହାର ପସନ୍ଦ ସେ ହାତ ତମେ ତ ହାତ ଟେକିବ, ଏଇଟା ନିଶ୍ଚିନ୍ତ ଭଲ କଥା ନା। ବଡି ସକାଳୁ ଉଠିବା, ଏଇଟା ବି ଭଲ କଥା ହେଲା। ତାପରେ ଜେଜେବାପାଙ୍କୁ କଥା ମାନିବା, ଜେଜେବାପାଙ୍କ, ଏଇଟା ବି ଭଲ କଥା ହେଲା। ଠେଲା ଠେଲି ହେଇ ବସରେ ଚଢିବା, ଏଇଟା ଭୁଲ କଥା। ଖେଳ ବେଳେ ପଢିବା, ନାଇଁ ଖେଳ ବେଳେ ଖେଳିବା ହେଲା। ବହିପତ୍ର ସଜାଡି ରଖିବା, ଏଇଟା ଠିକ କଥା। ଅନ୍ୟ ପିଲାର ଖାତା ଦେଖି ଲେଖିବା, ଏଇଟା ଭୁଲ କଥା। ଘରେ ପାଟିତୁଣ୍ଡ ନ କରି ନିଜ କାମ ନିଜେ କରିବା, ଏଇଟା ହେଲା ଠିକ କଥା। ଏଇଟା ହେଲା ଠିକ। ଦୃଷ୍ଟିହୀନ ଓ ଅସହାୟକୁ ସର୍ବଦା ସାହାଯ୍ୟ କରିବା, ଏଇଟା ହେଲା ଠିକ। ଅନ୍ୟ ପିଲାର ଖାତା ଦେଖି ଲେଖିବା, ଏଇଟା ଭୁଲ। ବାପା ମନା କଲେ ରାଗିବା, ନା, ବାପା ମନା କଲେ ରାଗିବନି ହେଲା। ଚିତ୍ର କରିବା, ଏଇଟା ଠିକ, ପଢାବେଳେ ଚିତ୍ର କରିବନି ହେଲା। ଘର ଭିତରେ ବଲ ଖେଳିବା, ଏଇଟା ଭୁଲ ହେଲା। ରାସ୍ତାର ଅନ୍ୟମାନଙ୍କୁ ପଛରେ ପକାଇ ସାଇକେଲରେ ଦ୍ରୁତ ଗତିରେ ଯିବା, ଏଇଟା ଭୁଲ। ଗାଡି ଆକ୍ସିଡେଣ୍ଟ ହେଇ କେତେବେଳେ କଣ ହବ। ବାପା ମାଙ୍କୁ କାମରେ ସାହାଯ୍ୟ କରିବା, ଏଇଟା ହେଲା ଠିକ। ରାସ୍ତାରେ ବାମ ବେଳେ ଦଳା ଚକଟାରେ 200 ଜଣ ଲୋକ ମଲେ। ଆଚ୍ଛା, ଏ ଦୁଇଟା ଯାକ ପ୍ରଶ୍ନ ଭିତରୁ କେଉଁ କାରଣରୁ ଘଟିଲା, କି କି ନିୟମ ମାନିଥିଲେ ଏପରି ଘଟିନଥାନ୍ତା ଲେଖ। ପିଲେ କହିଲ, ଆଗରୁ କହିସାରିଛି ତମକୁ। ଏସବୁ ନିୟମ ନ ମାନିଥିଲେ, ଏଗୁଡାକ ସବୁ ଭଲ ଜିନିଷ ନୁହଁ। ଏଥିରୁ ତମେ ଆଗରୁ ପଢିଛ, ଶୃଙ୍ଖଳାଗତ ନିୟମ ମାନିଥିଲେ ଏ ଜିନିଷ କେବେ ହେଇନଥାନ୍ତା। ସେ ଯଦି ଧାଡ଼ିରେ ଯାଇଥାନ୍ତେ ଶୃଙ୍ଖଳିତ ଭାବରେ, ଦଳା ଚକଟା ହେଇନଥାନ୍ତେ କି ମରିନଥାନ୍ତେ। ତାଙ୍କର ଏତେ ସୁନ୍ଦର ପ୍ରାଣ କେବେ ହେଲେ ଯାଇନଥାନ୍ତା। ଆଜିର ଏ ଟପିକଟାର ସରିଲା। ଆଜି ଏସବୁ ଶୃଙ୍ଖଳାଗତ ଉପରେ ମୁଁ ତମକୁ କହିଲି, ପ୍ରଶ୍ନର ଉତ୍ତର ବି ଦେଲି। ଆକୁ ସବୁ ଘରେ ବସିକିରି କରି ଆଣିବ, କାଲି ଦେଖିବା ଆଉ ବି ପଚାରିବ।